ଡୁଡୁମା ଆସି ପହଞ୍ଚିଛୁ କୋରାପୁଟ। ଆମେ ବିଷୟରେ କିଛି ଜାଣିବା ପାଇଁ ହେଲେ ଏଠିକାର ଲୋକମାନଙ୍କୁ ପଚାରିବା। ଏଠି ମୁଁ ଅଙ୍କଲ ମାନେ ଅଛନ୍ତି, ମୁଁ ପଚାରୁଛି ଏଠିକାର ବିଷୟରେ। ଅଙ୍କଲ ଏଇ ଜାଗାଟା କୋଉଟା? ନନ୍ଦପୁର ନନ୍ଦପୁର ରାଣୀ ଡୁଡୁମା। ରାଣୀ ଡୁଡୁମା। ଏ ବିଷୟରେ କିଛି ଗୋଟେ କହିଦିଅନ୍ତୁ ଯେ କଣ ପାଇଁ ନାଁ ଦିଆଗଲା। ଯେ ରାଜା ବିକ୍ରମ ଦେବ ରାଜା ରହୁଥିଲେ। ରାଜା ବିକ୍ରମ ଦେବର ଜନ୍ମସ୍ଥାନ। ଆଉ ଦୁଇ ଭାଇ ଭଉଣୀ ରହୁଥିଲେ। ଆଉ ଦିନେ ରାଣୀଟି ଗାଧୋଇବା ପାଇଁ ଆସୁଥିଲେ, ଅର୍ଦ୍ଧନଗ୍ନ ହେଇକରି ଥିବା ହେତୁ ତାଙ୍କର ଭାଇ ଯେ ବିକ୍ରମ ଦେବ ଦେଖିଲା ପରେ ରାଣୀ ଲଜ୍ଜାରେ ଲଜ୍ଜାବୋଧ କରି ସେ ନିଜର ପ୍ରାଣକୁ ଏ ସ୍ଥାନକୁ ଦେଇଥିଲେ। ଆଉ ତାର ସ୍ମରଣ ମଧ୍ୟ ଏଠି ରହିଅଛି। ଆଉ ଏଇଟା ଆମର ନନ୍ଦପୁର ପାଇଁ ଗୌରବ। ଆଉ ସମସ୍ତେ ଦୂର ଦୂରାନ୍ତର ଲୋକମାନେ ମଧ୍ୟ ଆସିବେ। ଆଉ ଏ ରାଣୀ ଡୁଡୁମାର ଲୁକ୍ ପାଇବେ। ଆଉ ଏଇଟା ଗୋଟେ ସ୍ମରଣୀୟ ଜାଗା ଆମର ପାଇଁ, ଆଉ ଗୌରବର ଗୋଟେ ଜାଗା। ଧନ୍ୟବାଦ। ଭିତରକୁ ଗଲେ ୱାଟରଫଲ୍ ଭିତରେ ଗଲେ ଝରଣା ଅଛି, ରାଣୀ ଡୁଡୁମାରେ ପ୍ରସିଦ୍ଧ। ତ ଆମେ ଭିତରକୁ ଯିବା। ଆଉ କିଛି ଆହୁରି ବହୁତ ସୁନ୍ଦର ଜିନିଷ ବି ଅଛି, ୱାଟରଫଲ୍ ଅଛି ଭିତରେ। ତ ଭିତରକୁ ଯାଇକି ଆମେ ପୁଣି ସୁନ୍ଦର ସୁନ୍ଦର ଜିନିଷ ବି ଦେଖିବା। ଚାଲ Like, share and subscribe everyone. ଚାલો। ବହୁତ ମୁସ୍କିଲରେ ଆମେ ଏବେ ପହଞ୍ଚିଛୁ। ଆମେ ଆପଣଙ୍କୁ ଦେଖେଇବୁ ଯେ ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ନିହାତି ଜଣାଇବେ। ଆସନ୍ତୁ ଦେଖାଉଛୁ। Wow, beautiful. Wow. ତ ଫାଇନାଲି ଗାଇସ୍ ଆମେ ପହଞ୍ଚି ଗଲୁ ରାଣୀ ଡୁଡୁମା। ଲାଗିଲା ତ କମେଣ୍ଟ ମୋତେ ନିହାତି ଜଣାଇବେ। ଫଲୋ କରିବା ପାଇଁ ଭୁଲିବେ ନାହିଁ। ଏମିତି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ହେଲେ ଆମକୁ ଫଲୋ କର। ଚ୍ୟାନେଲ ହେଲା ଶସ୍ତା ବ୍ଲଗ ନିହାତି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ।